এইটা আজ্ঞା ସମର୍ଥ ନିଜର ଯୋଉ ପାଳିଆର ଆଜି ପାଳି ପଡୁଛି ଆଜ୍ଞା ତାଙ୍କ ପରିବାର ଯଦି କେହି ନାହାନ୍ତି ମନ୍ଦିର ପ୍ରଶାସନ କେମିତି ତାକୁ ତତ୍ତ୍ୱାବଧାନ କରିକି ମନ୍ଦିର ପ୍ରଶାସନ ସେ ପାଳିକୁ କାହା ଦ୍ୱାରା କରେଇବ ସେଟା ମନ୍ଦିର ପ୍ରଶାସନ ଆଜ୍ଞା କରିବା ଦରକାର। ଯେହେତୁ ମନ୍ଦିର ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ମୁଖ୍ୟ ହେଉଛନ୍ତି କଲେକ୍ଟର ଆଜ୍ଞା ଜଏନ୍ କରିବାଠୁ ଆମେ ମନ୍ଦିରରେ ଗୋଟେ ଦିନ ବି ଆଜ୍ଞା ଆପଣ ତାଙ୍କୁ ଦେଖିନାଉ। ନୀତିକାନ୍ତି କେମିତି ହବ କଲେକ୍ଟର ଆ ଦ୍ୱାରା ଦେଖିବା ଦରକାର। ନୀତିକାନ୍ତି ଉପରେ କଲେକ୍ଟରଙ୍କ ଆଖି ରହିବା ଦରକାର। କିନ୍ତୁ ଏଠି କେବଳ ଟ୍ରଷ୍ଟ ଖାଲି ଅନେଇଛି ହୁଣ୍ଡି ଆୟ ଆଉ ମନ୍ଦିର ପ୍ରଶାସନ କୋଉଠି କେମିତି ଆୟ ଖାଲି ହଉଛି ସେତିକି ଖାଲି ଅନେଇଛି। ଲିଙ୍ଗରାଜ ନୀତିକାନ୍ତି ଆଜ୍ଞା କେହି ଅନଉନାହାନ୍ତି। ପୂର୍ବରୁ ଆଜ୍ଞା ରଜା ଜମି ଖଞ୍ଜା କରିକି ଯାଇଥିଲା। ଯେହେତୁ ରାଜ୍ୟ ସରକାର ପୂର୍ବତନ ରାଜ୍ୟ ସରକାରଙ୍କ ଟାଇମରେ ଏକାମ୍ର ପ୍ରକଳ୍ପ ଟାଇମରେ ଯେହେତୁ ଖଞ୍ଜା ସେବା ପୂଜା ଜମି ଗୁଡାକ ରାଜ୍ୟ ସରକାର ଖାରଜ କରିଦେଇଛନ୍ତି ସେଥିପାଇଁ ଏଇଭଳିଆ ଅବହେଳା ଦିନକୁ ଦିନ ବେଶୀ ବଢିବାରେ ଲାଗିଛି। ଆଗକୁ ମଧ୍ୟ ଆହୁରି ବଢିପାରେ। ଆଜି ସକାଳ 10ଟାରୁ ଯଦି କହିବା ମହାପ୍ରଭୁ ଲିଙ୍ଗରାଜ ଖାଡ଼ା ଉପବାସରେ ଅଛନ୍ତି। ଆଜି ସେବା ଥିବା ଅର୍ଥାତ୍ ପାଳିଥିବା ସମର୍ଥ ନିଜର ଯେଉଁ ରହିଛି ନିଅଂଶ ଯେ ରହିଛି ଯେଉଁଥିପାଇଁ ଆଜି ସେବା ବନ୍ଦ ହୋଇଛି ଏବଂ ସକାଳ ସମୟରେ ଯଦି କହିବା ସାହାଣ ମେଲା ସୂର୍ଯ୍ୟ ପୂଜା ଏବଂ ଯେତେବେଳେ ଦ୍ୱାରପାଳ ପୂଜା ତା ପରଠୁ ଏ ନୀତିକାନ୍ତି ବନ୍ଦ ରହିଛି ଏବଂ ମହାକାର୍ତ୍ତିକ ମାସର ଯେଉଁ ସ୍ଥିତି କଥା କହିବା ଭକ୍ତମାନେ ଆସୁଛନ୍ତି କିନ୍ତୁ ମହାପ୍ରଭୁଙ୍କର ମହାପ୍ରସାଦ ଆଜି ପାଇପାରି ନାହାନ୍ତି ଫେରି ଯାଇଛନ୍ତି ଏବଂ ସକାଳ 10ଟାରୁ ଯଦି କହିବା ମହାପ୍ରଭୁଙ୍କର ନୀତିକାନ୍ତି ବନ୍ଦ ରହିବା ସହିତ ମହାପ୍ରଭୁ ଉପବାସରେ ରହିଛନ୍ତି। କୋଉଠି ନା କୋଉଠି ଆକୁ ନେଇକି ଭକ୍ତଙ୍କ ମନରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି ଏବଂ ଏ ଯେଉଁ କୁହାଯାଉଛି ପ୍ରଶାସନିକ ଅବହେଳା କଥା ମଧ୍ୟ କୁହାଯାଉଛି। ନିଅଂଶ ସେବା ଯେଉଁ କଥା କୁହାଯାଉଛି ଯେ ପ୍ରକୃତରେ ଆକୁ କାହିଁକି ସମାଧାନ କରାଗଲାନି ଏବଂ ଆକୁ ନେଇକି ମାନେ ଅନ୍ୟ ସେବାୟତ ମାନେ ପ୍ରଶ୍ନ ଉଠାଇଛନ୍ତି ଏବଂ ଲିଙ୍ଗରାଜ ମନ୍ଦିର ସେବାୟତ ମାନେ ଅଛନ୍ତି ଆଜି ମହାପ୍ରଭୁଙ୍କୁ ମହାକାର୍ତ୍ତିକ ମାସରେ ଉପବାସ ରହିଛନ୍ତି। ପ୍ରକୃତରେ ଏ ନିଅଂଶ କ'ଣ ଏବଂ ଏ ସେବା କାହିଁ କରାଗଲାନି ସମର୍ଥ ନିଜ କାହିଁ କଲାନି? এইটা আজ্ঞা সমর্থ নিজর যে পাড়িয়ার আজ পাড়ি পড়ুছে আজ্ঞা তাଙ୍କ পরিবার যদি কেହି নাহাନ୍ତି মন্দির প্রশাসন কেমিতি তাକୁ তত্ত্বাবধান করিকি মন্দির প্রশাসন সে পাড়িକୁ কাহা দ্ୱାରା করেইব সেটা মন্দির প্রশাসন আজ্ঞা করিয়া দরকার। যেহেতু মন্দির লিঙ্গরাজ মন্দির ট্রষ্ট ବୋର୍ଡ মুখ্য ହେଉଛନ୍ତି କଲେକ୍ଟର ଆଜ୍ଞା ଜଏନ୍ କରିବାଠୁ ଆମେ ମନ୍ଦିରରେ ଗୋଟେ ଦିନ ବି ଆଜ୍ଞା ଆପଣ ତାଙ୍କୁ ଦେଖିନାଉ। ନୀତିକାନ୍ତି କେମିତି ହବ କଲେକ୍ଟର ଆ ଦ୍ୱାରା ଦେଖିବା ଦରକାର। ନୀତିକାନ୍ତି ଉପରେ କଲେକ୍ଟରଙ୍କ ଆଖି ରହିବା ଦରକାର। କିନ୍ତୁ ଏଠି କେବଳ ଟ୍ରଷ୍ଟ ଖାଲି ଅନେଇଛି ହୁଣ୍ଡି ଆୟ ଆଉ ମନ୍ଦିର ପ୍ରଶାସନ କୋଉଠି କେମିତି ଆୟ ଖାଲି ହଉଛି ସେତିକି ଖାଲି ଅନେଇଛି। ଲିଙ୍ଗରାଜ ନୀତିକାନ୍ତି ଆଜ୍ଞା କେହି ଅନଉନାହାନ୍ତି। ରାଜ୍ୟ ସରକାର ଆ ଦ୍ୱାରା ହସ୍ତକ୍ଷେପ କରି ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ଖଣ୍ଡନ କରିଦେବା ଆବଶ୍ୟକତା ପଡ଼ିଲା। କଥା ହଉଛି ଆଜ୍ଞା ଯେ ଇଏ ପ୍ରତି 2-3 ମାସରେ କୋଉଠି ନା କୋଉଠି ବିବାଦ ହଉଛି ସେବାୟତ ମାନେ ସେବା କରୁନାହାନ୍ତି ଯେ ପ୍ରକୃତରେ ପୂର୍ବରୁ କେମିତି ହଉଥିଲା ଆଜି ଯାହାର ସେବା ଅଛି ସେ ପୂର୍ବରୁ ଆଜ୍ଞା ରଜା ଜମି ଖଞ୍ଜା କରିକି ଯାଇଥିଲା। ଯେହେତୁ ରାଜ୍ୟ ସରକାର ପୂର୍ବତନ ରାଜ୍ୟ ସରକାରଙ୍କ ଟାଇମରେ ଏକାମ୍ର ପ୍ରକଳ୍ପ ଟାଇମରେ ଯେହେତୁ ଖଞ୍ଜା ସେବା ପୂଜା ଜମି ଗୁଡାକ ରାଜ୍ୟ ସରକାର ଖାରଜ କରିଦେଇଛନ୍ତି ସେଥିପାଇଁ ଏଇଭଳିଆ ଅବହେଳା ଦିନକୁ ଦିନ ବେଶୀ ବଢିବାରେ ଲାଗିଛି। ଆଗକୁ ମଧ୍ୟ ଆହୁରି ବଢିପାରେ। ଆଜି ସକାଳଠୁ କିନ୍ତୁ ମହାପ୍ରଭୁଙ୍କର ପୂଜା ନୀତିକାନ୍ତି ସବୁ ଆଜ୍ଞା ବର୍ତ୍ତମାନ ସକାଳେ ଦିଅଙ୍କର ମଙ୍ଗଳ ଆଳତି ହୋଇ ଅବକାଶ ନୀତି ସାହାଣ ମେଲା ପରେ ଆଡକାଠ ପରେ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା ଠାରୁ ନୀତିକାନ୍ତି ବନ୍ଦ ହୋଇକି ପଡିଛି। ଯେହେତୁ ବିଗତ 8 ଘଣ୍ଟା ହେଇଗଲାଣି। ଆସନ୍ତାକାଲି ମଧ୍ୟ ସେଇ ପାଳି ପଡୁଛି। ଯଦି ପ୍ରଶାସନ ଏମିତି ରହିବ ନୀରବ ରହିବ ତାହେଲେ କଣ କରାଯିବ?